ଉତ୍କଳର ଦେବଭୂମି ସିଦ୍ଧ ସାଧକମାନଙ୍କର ପୁଣ୍ୟକ୍ଷେତ୍ର ଓ ସାଧନା କ୍ଷେତ୍ର। ଅନେକ ଜ୍ଞାନୀ ଗୁଣୀ ସାଧୁସନ୍ଥ ମହାତ୍ମା ଓ ମହାପୁରୁଷ ଏହି ଉତ୍କଳ ଭୂଖଣ୍ଡରେ ଜନ୍ମଗ୍ରହଣ କରି ନିଜର ସାଧନା ସିଦ୍ଧି ଓ ମହିମାର ପ୍ରଚାର କରିଯାଇଛନ୍ତି। ଅଷ୍ଟାଦଶ ଶତାବ୍ଦୀର ସନ୍ଥ ଅରକ୍ଷିତ ଦାସ ସେହିପରି ଜଣେ ତତ୍ତ୍ୱଦର୍ଶୀ ସିଦ୍ଧ ପୁରୁଷ। ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକ ଅନ୍ତର୍ଗତ ପଲାଇ ମୌଜାସ୍ଥିତ ଓଳାଶୁଣୀ ପର୍ବତର ଶିଖର ଦେଶରେ ସାଧନା କରୁଥିବା କାଳରେ ସେ ଇଚ୍ଛାମୃତ୍ୟୁ ସମାଧି ଗ୍ରହଣ କରିଥିଲେ। ଉତ୍କଳର ସନ୍ଥ ପରମ୍ପରାରେ ଅରକ୍ଷିତ ଦାସଙ୍କ ନିଗୂଢ଼ ଚିନ୍ତନର ସାରସ୍ୱତ ସୃଷ୍ଟି ସମ୍ଭାର ବହୁ ଭାବରେ ଯଶସ୍ୱୀ ମଣ୍ଡିତ ହୋଇଛି। ସେ ବିଶେଷ କୌଣସି ଶିକ୍ଷା ଲାଭ କରିନଥିଲେ ମଧ୍ୟ ଉତ୍କଳର ବିଭିନ୍ନ ପୁଣ୍ୟକ୍ଷେତ୍ର ପରିଭ୍ରମଣ କାଳରେ ଲେଖି ଯାଇଛନ୍ତି ଅନେକ ମାନବବାଦୀ ତତ୍ତ୍ୱବାଣୀ। ମହିମଣ୍ଡଳ ଗୀତା ତାଙ୍କର ଏକ ଆତ୍ମଜୀବନୀ ମୂଳକ ଅମୂଲ୍ୟ ଗ୍ରନ୍ଥ। ସେ ଥିଲେ ନିରାକାର ବ୍ରହ୍ମଙ୍କର ଉପାସକ। ସେ ଅବତାରମାନଙ୍କୁ ଈଶ୍ୱର ରୂପେ ଗ୍ରହଣ କରୁନଥିଲେ ମଧ୍ୟ ଶ୍ରୀକ୍ଷେତ୍ରର ଶ୍ରୀ ଜଗନ୍ନାଥ, ଝଙ୍କଡ଼ ପୀଠର ଦେବୀ ସାରଳା, କଟକର କଟକଚଣ୍ଡୀ ଓ ମା ଓଳାଶୁଣୀ ପୀଠର ଅଧିଷ୍ଠାତ୍ରୀ ଦେବୀ ଓଳାଶୁଣୀ ମାତାଙ୍କୁ ସାଧନା ଓ ସିଦ୍ଧିଲାଭ ପାଇଁ ପ୍ରାର୍ଥନା କରିଥିଲେ। ସେ ଥିଲେ ନାମ ବ୍ରହ୍ମର ଉପାସକ, ନିର୍ଗୁଣ ସାଧକ ତଥା ଅବଧୂତ ପନ୍ଥୀ। ଶଶାଗରା ଧରାରେ କ୍ଷୁଦ୍ରାତି କ୍ଷୁଦ୍ର ଅଣୁପରମାଣୁଠାରୁ ଆରମ୍ଭ କରି ସଜୀବ ନିର୍ଜୀବ ଜଡ଼ ସ୍ଥାବର ଓ ଜଙ୍ଗମାଦି ସର୍ବତ୍ର ନାମ ବ୍ରହ୍ମର ସ୍ଥିତି ଓ ସତ୍ତା ସେ ଅନୁଭବ କରିଥିଲେ। ତାଙ୍କ ଯୋଗ ସାଧନାରେ ଚେତନ ଓ ଅଚେତନ ଥିଲା ଏକ ଅଭିନ୍ନ ସର୍ବଦେହରେ ବ୍ରହ୍ମଦର୍ଶନ କରିବା। ଆଚଣ୍ଡାଳ ବ୍ରାହ୍ମଣ, ଜୀବ ଓ ନିର୍ଜୀବ, ଦୃଶ୍ୟ ଓ ଅଦୃଶ୍ୟ ସମସ୍ତଙ୍କଠାରେ ପରମ ବ୍ରହ୍ମଙ୍କ ସ୍ଥିତି ଉପଲବ୍ଧି କରିବା ଥିଲା ତାଙ୍କ ଦର୍ଶନର ଭିତ୍ତି। ସନ୍ଥ ଅରକ୍ଷିତ ଏହି ପରମ ତତ୍ତ୍ୱ ଦର୍ଶନ, ଚିନ୍ତନ ଏବଂ ସମଦର୍ଶୀ ଭାବକୁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ପ୍ରଚାର କରିଯାଇଛନ୍ତି। ଓଳାଶୁଣୀ ଗୁମ୍ଫାଠାରେ 1837 ମସିହା ମାଘ କୃଷ୍ଣ ଏକାଦଶୀ ତିଥିରେ ଏହି ମହାପୁରୁଷ ଆତ୍ମସମାଧି ଗ୍ରହଣ କରିଥିଲେ। ଶତାଧିକ ବର୍ଷ ଧରି ସେହି ତିଥିରେ ସେଠାରେ ପାଳିତ ହେଉଛି ସପ୍ତାହବ୍ୟାପୀ ଓଳାଶୁଣୀ ଗୁମ୍ଫା। ଭକ୍ତମାନେ ମାନସିକ କରି ଏହି ପୀଠରେ ପୋଡ଼ପିଠା ଓ କାଞ୍ଜି ଅର୍ପଣ କରିଥାନ୍ତି। ଜୟ ଜଗନ୍ନାଥ।